ଶ୍ରୀକୃଷ୍ଣ କାହିଁକି ରାଧାଙ୍କ ସହ ବିବାହ କଲେ ନାହିଁ? ଏହା ପଛରେ ଲୁଚି ରହିଛି କ'ଣ ରହସ୍ୟ? କେବେ ଭାବିଛନ୍ତି ପ୍ରେମ କ'ଣ? କୁହାଯାଏ ପ୍ରେମ ହେଉଛି ଏକ ଭାବନା, ଏକ ଅନୁଭବ। କିନ୍ତୁ ଯେତେବେଳେ ଏହି ପ୍ରେମ ସ୍ୱୟଂ ଭଗବାନଙ୍କର ହୁଏ, ତେବେ ଏହା କିପରି ହୁଏ? ଆଜି ମୁଁ ଆପଣଙ୍କୁ ନେଇଯିବି ସେହି ଅମର ପ୍ରେମ କାହାଣୀକୁ, ଯାହା ଶୁଣି ଆପଣଙ୍କ ହୃଦୟ କେବେ କାନ୍ଦିବ, କେବେ ହସିବ ଏବଂ ଶେଷରେ ଏକ ଗଭୀର ନିଶ୍ଚିନ୍ତ ନେଇ ରହିଯିବ। ଏହା ହେଉଛି ଶ୍ରୀକୃଷ୍ଣ ଓ ରାଧାଙ୍କର କାହାଣୀ। ଏହା ପ୍ରେମର କାହାଣୀ ନୁହେଁ, ବରଂ ପ୍ରେମଠାରୁ ମଧ୍ୟ ବଡ଼ ପ୍ରେମର କାହାଣୀ। ଏହା ବିବାହର କାହାଣୀ ନୁହେଁ, ବରଂ ବିବାହଠାରୁ ମଧ୍ୟ ପବିତ୍ର ସମ୍ପର୍କର କାହାଣୀ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଏକ ନୂଆ ଭିଡ଼ିଓ ନେଇ ଆପଣଙ୍କ ସେବାରେ ଉପସ୍ଥିତ ହେଉଛୁ। ଆଜିର କଥା ଅତ୍ୟନ୍ତ ଜ୍ଞାନବର୍ଦ୍ଧକ ଓ ପ୍ରେରଣାଦାୟୀ। କଥା ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ନିକଟରେ ଏକ ନମ୍ର ନିବେଦନ। ଶାସ୍ତ୍ରରେ କୁହାଯାଇଛି ଯେ ଅଧାରୁ ଛାଡ଼ି ଦିଆଯାଇଥିବା କଥା ଦୁଃଖ ଓ ପାପର କାରଣ ହୁଏ। ତେଣୁ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଶୁଣନ୍ତୁ ଏବଂ ଯଦି ଆପଣ ମାଙ୍କ ପ୍ରତି ସଚ୍ଚା ପ୍ରେମ କରନ୍ତି, ତେବେ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ମା ଲେଖି ଆପଣଙ୍କର ସମର୍ଥନ ଦିଅନ୍ତୁ। ତେବେ ଆସନ୍ତୁ ବିନା ବିଳମ୍ବରେ ଆରମ୍ଭ କରୁଛୁ ଆଜିର ପ୍ରେରଣାଦାୟୀ କଥା। ସମୟରୁ ପୂର୍ବେ, ସୃଷ୍ଟିରୁ ପୂର୍ବେ, ଯେତେବେଳେ କିଛି ମଧ୍ୟ ନଥିଲା, କେବଳ ପରମ ବ୍ରହ୍ମ ଥିଲେ। ଆଉ ସେଇ ପରମ ବ୍ରହ୍ମଙ୍କର ବାସସ୍ଥାନ ଥିଲା ଗୋଲୋକରେ। ଗୋଲୋକ ସେହି ସ୍ଥାନ ଯେଉଁଠାରେ ସମୟ ଥମିଯାଏ, ଯେଉଁଠାରେ ପ୍ରେମ ତାର ସବୁଠାରୁ ଶୁଦ୍ଧ ରୂପରେ ବିରାଜମାନ ରହେ। ବ୍ରହ୍ମ ବୈବର୍ତ ପୁରାଣର ପବିତ୍ର କଥା ଅନୁସାରେ ଗୋଲୋକରେ ଶ୍ରୀକୃଷ୍ଣଙ୍କ ସହ ରାଧା ବାସ କରୁଥିଲେ। କିନ୍ତୁ ଏଠାରେ ଏକ ରହସ୍ୟ ଥିଲା। ଗୋଲୋକରେ ଶ୍ରୀକୃଷ୍ଣଙ୍କର ଆଉ ଜଣେ ପତ୍ନୀ ଥିଲେ, ବିରଜା। ତିନି ଜଣଙ୍କ ମଧ୍ୟରେ ପ୍ରେମ, ଆଦର ଓ ସମ୍ମାନ ଥିଲା। ଗୋଟିଏ ଦିନର କଥା, ଶ୍ରୀକୃଷ୍ଣ ବିରଜାଙ୍କ ସହ ଗୋଲୋକର ମନମୁଗ୍ଧକର ଉଦ୍ୟାନରେ ଭ୍ରମଣ କରୁଥିଲେ। ଫୁଲର ସୁଗନ୍ଧ, ଭ୍ରମରର ଗୁଞ୍ଜନ, କୋଇଲିର ମଧୁର ସ୍ୱର, ସବୁ କିଛି ପ୍ରେମରେ ବୁଡ଼ି ରହିଥିଲା। ହଠାତ୍ ସେଠାରେ ରାଧାଙ୍କର ଆଗମନ ହେଲା। ରାଧାଙ୍କ ହୃଦୟ ଦେଖି ଭାଙ୍ଗି ପଡ଼ିଲା। ସେ ନିଜର ପ୍ରିୟତମାଙ୍କୁ ଅନ୍ୟ ଜଣଙ୍କ ସହ ଦେଖିଲେ। ଈର୍ଷାର ନିଆଁରେ ଜଳୁଥିବା ରାଧାଙ୍କୁ ଦେଖି କୃଷ୍ଣଙ୍କର ବନ୍ଧୁ ଶ୍ରୀଦାମା ସେଠାରେ ପହଞ୍ଚିଲେ। ସୁଦାମା ରାଧାଙ୍କୁ ବୁଝେଇବାକୁ ଚେଷ୍ଟା କଲେ, ରାଧେ, ଏହି କ୍ରୋଧ ଉଚିତ ନୁହେଁ। ପ୍ରେମରେ ଈର୍ଷାର କୌଣସି ସ୍ଥାନ ନାହିଁ। କିନ୍ତୁ ପ୍ରେମରେ ଜଳୁଥିବା ରାଧାଙ୍କର କ୍ରୋଧ ଶାନ୍ତ ହେଲା ନାହିଁ। ସେ ସୁଦାମାଙ୍କୁ ମଧ୍ୟ ନିଜ କ୍ରୋଧର ଲକ୍ଷ୍ୟ କଲେ। ଏହା ହିଁ ସେହି ଘଟଣା ଯାହା ଏହି ପ୍ରେମ କାହାଣୀକୁ ଏକ ନୂଆ ମୋଡ଼ ଦେଇଥିଲା। ସୁଦାମା ଦୁଃଖୀ ହୋଇ ରାଧାଙ୍କୁ ଅଭିଶାପ ଦେଲେ, ରାଧେ, ତୁମେ ନିଜର ପ୍ରେମରେ ଅନ୍ଧ ହୋଇ ବନ୍ଧୁର ଅପମାନ କରିଛ। ଏହାର କାରଣରୁ ତୁମେ ନିଜର ପ୍ରିୟତମ କୃଷ୍ଣଙ୍କ ଠାରୁ 100 ବର୍ଷ ପାଇଁ ବିରହ ଭୋଗିବ। ତୁମେ ଦୁହେଁ ପୃଥିବୀରେ ଜନ୍ମ ନେବ ଏବଂ ସେଠାରେ ତୁମର ମିଳନ ବିବାହ ରୂପେ ହେବ ନାହିଁ। ଏହି ଅଭିଶାପ ଶୁଣି ଗୋଲୋକରେ ନୀରବତା ଛାଇଗଲା। ରାଧାଙ୍କ ଆଖିରୁ ଅଶ୍ରୁ ଝରି ପଡ଼ିଲା। ଶ୍ରୀକୃଷ୍ଣଙ୍କର ହୃଦୟ ମଧ୍ୟ ବ୍ୟଥିତ ହେଲା। କିନ୍ତୁ ଅଭିଶାପ ତ ଅଭିଶାପ, ଏହାକୁ ଗ୍ରହଣ କରିବାକୁ ପଡ଼ିଲା। ସମୟର ଚକ୍ର ଘୂରିଲା ଓ ଅଭିଶାପ ଅନୁସାରେ ଶ୍ରୀକୃଷ୍ଣଙ୍କର ଜନ୍ମ ହେଲା ମଥୁରାରେ, ଦେବକୀଙ୍କ ଗର୍ଭରେ। ସେହିପରି ରାଧାଙ୍କର ଜନ୍ମ ହେଲା ବର୍ଷାନାରେ, ବୃଷଭାନୁ ଓ କୀର୍ତ୍ତିଙ୍କ ଘରେ। ଦୁଇଟି ଅଲଗା ସ୍ଥାନ, ଦୁଇଟି ଅଲଗା ପରିବାର, କିନ୍ତୁ ଏକ ଆତ୍ମାର ଦୁଇଟି ଅଂଶ। ଯେତେବେଳେ ଶ୍ରୀକୃଷ୍ଣଙ୍କୁ ନନ୍ଦ ଓ ଯଶୋଦାଙ୍କ ଘରେ ଗୋକୁଳ ଅଣାଗଲା, ସେତେବେଳୁ ତାଙ୍କ ମନରେ ଏକ ଅଜଣା ଅସ୍ଥିରତା ଥିଲା। ଯେମିତି କିଛି ଛାଡ଼ି ହୋଇଗଲା, ଯେମିତି କେହି ପାଖରେ ଥାଇ ମଧ୍ୟ ଦୂରରେ ଅଛନ୍ତି। ବାଳକ କୃଷ୍ଣ ପ୍ରାୟତଃ ଆକାଶ ଆଡ଼କୁ ଚାହୁଁଥିଲେ ଓ ମନେ ମନେ କିଛି ଖୋଜୁଥିଲେ। ସେହିପରି ବର୍ଷାନାର ରାଧା ମଧ୍ୟ ଏକ ଅଜଣା ବ୍ୟାକୁଳତା ଅନୁଭବ କରୁଥିଲେ। ଯେତେବେଳେ ସେ ଗାଈଙ୍କୁ ଚରାଇବାକୁ ଯାଉଥିଲେ, ଯେତେବେଳେ ଯମୁନା କୂଳରେ ପାଣି ଆଣିବାକୁ ଯାଉଥିଲେ, ତେବେ ଲାଗୁଥିଲା ଯେମିତି କେହି ତାଙ୍କୁ ଡାକୁଛି। ଏକ ମଧୁର ବଂଶୀର ସ୍ୱର ତାଙ୍କ କାନରେ ଗୁଞ୍ଜୁଥିଲା। ସେହି ଦିନଟି ଥିଲା ହୋଲି, ରଙ୍ଗର ପର୍ବ।
ଗୋକୁଳ ଓ ବର୍ଷାନା ମଧ୍ୟରେ ହୋଲି ଖେଳିବାର ପରମ୍ପରା ଥିଲା। ଶ୍ରୀକୃଷ୍ଣ ନିଜର ସଖାମାନଙ୍କ ସହ ବର୍ଷାନା ପହଞ୍ଚିଲେ। ରାଧା ତାଙ୍କ ସଖୀମାନଙ୍କ ସହ ରଙ୍ଗ ଖେଳିବାକୁ ପ୍ରସ୍ତୁତ ଥିଲେ। ଯେତେବେଳେ କୃଷ୍ଣଙ୍କର ନଜର ପ୍ରଥମେ ରାଧାଙ୍କ ଉପରେ ପଡ଼ିଲା, ସମୟ ଯେମିତି ଥମିଗଲା। ସମଗ୍ର ସୃଷ୍ଟି ସ୍ଥିର ହୋଇଗଲା ପରି ଲାଗିଲା। କୃଷ୍ଣଙ୍କ ମନରେ ଏକ ସ୍ୱର ଗୁଞ୍ଜି ଉଠିଲା, ଏହି ସେହି ଯାହାଙ୍କୁ ମୁଁ ଜନ୍ମ ଜନ୍ମ ଧରି ଖୋଜୁଛି। ରାଧା ମଧ୍ୟ କୃଷ୍ଣଙ୍କୁ ଦେଖିଲେ ଓ ତାଙ୍କ ଆଖିରୁ ଅଶ୍ରୁ ଝରି ପଡ଼ିଲା। ଖୁସିର ଅଶ୍ରୁ, ଚିହ୍ନଟର ଅଶ୍ରୁ, ଯେମିତି ଅନନ୍ତ କାଳରୁ ବିଛୁଡ଼ି ହୋଇଥିବା କେହି ଆପଣାର ମିଳିଗଲା ପରି। ଦୁହେଁ ଏକାପଟେ ଆଗକୁ ବଢ଼ିଲେ, କିନ୍ତୁ ତାପରେ ରାଧାଙ୍କ ମନରେ ଏକ ଅଜଣା ଭୟ ଜାଗିଲା। ଏ କ'ଣ ସବୁ ସ୍ୱପ୍ନ ନୁହେଁ ତ? ଏହି ମିଳନ କ'ଣ ଅସ୍ଥାୟୀ ନୁହେଁ ତ? କାହ୍ନା ରାଧାଙ୍କ ସ୍ୱରରେ କମ୍ପନ ଥିଲା। ରାଧେ, କୃଷ୍ଣଙ୍କ ସ୍ୱରରେ ଅସୀମ ପ୍ରେମ ଥିଲା। ସେଦିନ ହୋଲି ଖେଳାଗଲା ନାହିଁ। ଦୁଇଟି ଆତ୍ମାର ମିଳନ ହେଲା, ଦୁଇଟି ହୃଦୟର ଚିହ୍ନଟ ହେଲା। କିନ୍ତୁ ସେହି ସହ ଏକ ପୀଡ଼ା ମଧ୍ୟ ଜାଗିଲା। ଶ୍ରୀଦାମଙ୍କର ଅଭିଶାପ ସ୍ମରଣ ଆସିଲା। ବୃନ୍ଦାବନ, ସେହି ସ୍ଥାନ ଯେଉଁଠାରେ ପ୍ରେମ ତାର ସବୁଠାରୁ ମଧୁର ରୂପରେ ପ୍ରକଟ ହେଲା, ଯେଉଁଠାରେ ଶ୍ରୀକୃଷ୍ଣଙ୍କର ବଂଶୀର ମଧୁର ସ୍ୱର ପୁଣି କେବଳ ଗୋପୀମାନେ ନୁହେଁ, ପଶୁ, ପକ୍ଷୀ, ଗଛ, ଲତା, ନଦୀ ଓ ପର୍ବତ ସମସ୍ତେ ମୁଗ୍ଧ ହେଉଥିଲେ। ରାତିରେ ଯେତେବେଳେ ଚାନ୍ଦିନୀରେ ଯମୁନାର ଜଳ ରୂପା ପରି ଝଲସୁଥିଲା, ଯେତେବେଳେ କୃଷ୍ଣଙ୍କର ବଂଶୀର ମଧୁର ଧ୍ୱନି ଗୁଞ୍ଜୁଥିଲା, ରାଧା ଘରୁ ଲୁଚି କରି ବୃନ୍ଦାବନ ପହଞ୍ଚୁଥିଲେ। ସେଠାରେ ହେଉଥିଲା ରାସଲୀଳା, ସେହି ପ୍ରେମର ଲୀଳା ଯେଉଁଥିରେ ଆତ୍ମା ପରମାତ୍ମାଙ୍କ ସହ ମିଳନ ହୁଏ। ରାସଲୀଳାରେ ରାଧା ଓ କୃଷ୍ଣଙ୍କର ନୃତ୍ୟ ଦେଖି ଲାଗୁଥିଲା ଯେମିତି ପ୍ରେମ ସାକାର ହୋଇ ଉଠୁଛି। ଯେତେବେଳେ ସେ ଦୁହେଁ ଏକପଟେ ଆଖିରେ ଆଖି ମିଶାଉଥିଲେ, ସମଗ୍ର ବ୍ରହ୍ମାଣ୍ଡ ତାଙ୍କ ଆଖିରେ ସମାଇ ଯାଉଥିଲା। ଯେତେବେଳେ ସେ ହସୁଥିଲେ, ଫୁଲ ମଧ୍ୟ ମୁସ୍କାନ ଦେଉଥିଲା। ଯେତେବେଳେ ସେ ପ୍ରେମରେ କଥା ହେଉଥିଲେ, ହାୱା ମଧ୍ୟ ଥମି ଯାଉଥିଲା। କିନ୍ତୁ ପ୍ରତ୍ୟେକ ରାସଲୀଳା ପରେ ରାଧାଙ୍କୁ ଘରକୁ ଫେରିବାକୁ ପଡ଼ୁଥିଲା। ପ୍ରତ୍ୟେକ ମିଳନ ପରେ ବିରହର ପୀଡ଼ା ଆହୁରି ତୀବ୍ର ହେଉଥିଲା। ରାଧା ରାତି ସାରା କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଥିଲେ। କୃଷ୍ଣ ମଧ୍ୟ ରାଧାଙ୍କ ସ୍ମୃତିରେ ବଂଶୀ ବଜାଉଥିଲେ। ବୃନ୍ଦାବନରେ ରାଧା ଓ କୃଷ୍ଣଙ୍କର ପ୍ରେମ ଏବେ କାହାଠାରୁ ଲୁଚି ରହିନଥିଲା। ଗୋପୀମାନେ ଜାଣୁଥିଲେ, ଏପରିକି ନନ୍ଦ, ଯଶୋଦା, ବୃଷଭାନୁ, କୀର୍ତ୍ତି ମଧ୍ୟ ଏହି କଥା ଜାଣିଥିଲେ। ଗୋଟେ ଦିନ ନନ୍ଦ ବାବା କୃଷ୍ଣଙ୍କୁ ଡାକିଲେ। ତାଙ୍କ ଚେହେରାରେ ଗମ୍ଭୀରତା ଥିଲା। କହ୍ନେୟା, ତୁମର ବୟସ ଏବେ ବିବାହ ଯୋଗ୍ୟ ହୋଇଛି। ଆମକୁ ତୁମ ପାଇଁ ଏକ ଉପଯୁକ୍ତ କନ୍ୟା ଖୋଜିବା ଉଚିତ। କୃଷ୍ଣଙ୍କର ହୃଦୟ ଧକ୍ ଧକ୍ ହୋଇ ରହିଗଲା। ପିତାଜୀ, ମୁଁ ରାଧାଙ୍କ ବିନା ଆଉ କାହା ବିଷୟରେ ଚିନ୍ତା ମଧ୍ୟ କରିପାରେ ନାହିଁ। କିନ୍ତୁ ଯଶୋଦା ମା ବୁଝାଇଲେ, ବେଟା, ରାଧାଙ୍କର ବାଗଦାନ ରାୟଣଙ୍କ ସହ ହୋଇସାରିଛି। ଏହା ସମ୍ଭବ ନୁହେଁ। ଅନ୍ୟପଟେ ବର୍ଷାନାରେ ମଧ୍ୟ ସେହି ସ୍ଥିତି ଥିଲା। ବୃଷଭାନୁ ରାଧାଙ୍କୁ କହିଲେ, ବେଟି, ତୁମର ବିବାହ ରାୟଣଙ୍କ ସହ ସ୍ଥିର ହୋଇଛି। ଏବେ ତୁମେ ଏହି ବୃଥା ମୋହକୁ ତ୍ୟାଗ କରିବାକୁ ହେବ। ରାଧାଙ୍କ ଆଖିରୁ ଅଶ୍ରୁ ଝରି ପଡ଼ିଲା। ପିତାଜୀ, ମୁଁ କୃଷ୍ଣଙ୍କ ବିନା ବଞ୍ଚି ପାରିବି ନାହିଁ। ସେ ମୋ ଆତ୍ମାର ଅଂଶ। କିନ୍ତୁ ସମାଜର ନିୟମ, ବେଟି, ଆମକୁ ତାର ପାଳନ କରିବାକୁ ହେବ। ଯେତେବେଳେ ପରିସ୍ଥିତି ଅସହନୀୟ ହେଲା, ନନ୍ଦ ବାବା ଓ ଯଶୋଦା ମା କୃଷ୍ଣଙ୍କୁ ନେଇ ମହାନ ଜ୍ୟୋତିଷ ଋଷି ଗର୍ଗଙ୍କ ପାଖକୁ ଗଲେ। ରାଧାଙ୍କର ମାତା ପିତା ମଧ୍ୟ ସେମାନଙ୍କ ସହ ଥିଲେ। ଋଷି ଗର୍ଗ କୃଷ୍ଣଙ୍କ ଆଡ଼କୁ ଚାହିଁଲେ। ତାଙ୍କର ଦିବ୍ୟ ଦୃଷ୍ଟିରେ ସବୁ କିଛି ସ୍ପଷ୍ଟ ଥିଲା। ନନ୍ଦ, ଯଶୋଦା ସେ ଗମ୍ଭୀର ସ୍ୱରରେ କହିଲେ, ଏହା କୌଣସି ସାଧାରଣ ବାଳକ ନୁହେଁ, ଏ ସ୍ୱୟଂ ନାରାୟଣଙ୍କର ଅବତାର। ତାପରେ ସେ ରାଧାଙ୍କ ଆଡ଼କୁ ଚାହିଁ କହିଲେ, ଏବଂ ଏହି ରାଧା କୌଣସି ସାଧାରଣ ବାଳିକା ନୁହେଁ, ଏ ସ୍ୱୟଂ ଲକ୍ଷ୍ମୀଙ୍କର ଅବତାର। ସମସ୍ତଙ୍କ ଚେହେରାରେ ଆଶ୍ଚର୍ଯ୍ୟର ଭାବ ଦେଖାଦେଲା। ଋଷି ଗର୍ଗ ଆଗକୁ କହିଲେ, ଏମାନଙ୍କର ପ୍ରେମ କୌଣସି ସାଂସାରିକ ପ୍ରେମ ନୁହେଁ, ଏହା ଦୈବୀ ପ୍ରେମ, ଆଧ୍ୟାତ୍ମିକ ପ୍ରେମ। ଏମାନଙ୍କର ମିଳନ ବିବାହର ବନ୍ଧନରେ ନୁହେଁ, ବରଂ ଆତ୍ମାର ସ୍ତରରେ।
ତେବେ କ'ଣ ଏମାନେ ଦୁହେଁ ବିବାହ କରିପାରିବେ ନାହିଁ? ନନ୍ଦ ବାବା ପଚାରିଲେ। ଋଷି ଗର୍ଗ ଦୁଃଖୀ ହୋଇ ମୁଣ୍ଡ ହଲାଇଲେ। ନା, ଏମାନଙ୍କୁ ଏକ ଅଭିଶାପର ଫଳ ଭୋଗିବାକୁ ହେବ। ଗୋଲକରେ ଘଟିଥିବା ଏକ ଘଟଣା କାରଣରୁ ଏମାନଙ୍କୁ ଏହି ପୃଥିବୀରେ ବିରହ ସହିବାକୁ ହେବ। କିନ୍ତୁ ଏହି ବିରହ ମଧ୍ୟ ଏକ ଲୀଳା, ପ୍ରେମର ପରମ ଅବସ୍ଥା ଦେଖାଇବା ପାଇଁ। ତେବେ ଏମାନଙ୍କ ଭବିଷ୍ୟତ କ'ଣ? ବୃଷଭାନୁ ପଚାରିଲେ। କୃଷ୍ଣଙ୍କର କାର୍ଯ୍ୟ ହେଉଛି ଧର୍ମର ସ୍ଥାପନା। ତାଙ୍କୁ ମଥୁରା ଯିବାକୁ ହେବ, କଂସର ବଧ କରିବାକୁ ହେବ। ତାଙ୍କର ବିବାହ ରୁକ୍ମିଣୀଙ୍କ ସହ ହେବ, କିନ୍ତୁ ତାଙ୍କର ପ୍ରେମ ସବୁବେଳେ ରାଧାଙ୍କ ପାଇଁ ହିଁ ରହିବ। କୀର୍ତ୍ତିମା ଚିନ୍ତିତ ହୋଇ ପଚାରିଲେ, ଆଉ ରାଧା? ରାଧାଙ୍କର ବିବାହ ରାୟଣଙ୍କ ସହ ହେବ, କିନ୍ତୁ ତାଙ୍କର ମନ ସବୁବେଳେ କୃଷ୍ଣଙ୍କଠାରେ ଲାଗି ରହିବ। ଏହି ପ୍ରେମ କେବେ କମ୍ ହେବ ନାହିଁ, ବରଂ ଆହୁରି ଗଭୀର ହେବ। ଇନ୍ଦ୍ରଙ୍କର ଅହଙ୍କାର ଭାଙ୍ଗିବା ପାଇଁ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜର କାନି ଆଙ୍ଗୁଠିରେ ଉଠାଇ ନେଇଥିଲେ। 7 ଦିନ ଓ 7 ରାତି ପର୍ଯ୍ୟନ୍ତ ସେହି ପର୍ବତ ତାଙ୍କ ଆଙ୍ଗୁଠି ଉପରେ ରହିଥିଲା। ସମସ୍ତ ବ୍ରଜବାସୀ ସେହି ପର୍ବତ ତଳେ ସୁରକ୍ଷିତ ଥିଲେ। ରାଧା ମଧ୍ୟ ସେଠାରେ ଥିଲେ। 7 ଦିନ ପର୍ଯ୍ୟନ୍ତ ସେ କୃଷ୍ଣଙ୍କୁ ନିରୀକ୍ଷଣ କରୁଥିଲେ, ତାଙ୍କର ଦିବ୍ୟତା ଦେଖୁଥିଲେ। ତାଙ୍କୁ ଅନୁଭବ ହେଲା ଯେ ତାଙ୍କର ପ୍ରିୟତମ କୌଣସି ସାଧାରଣ ବ୍ୟକ୍ତି ନୁହେଁ, ସେ ସ୍ୱୟଂ ଭଗବାନ। କାହ୍ନା, ରାଧା ଧୀରେ କହିଲେ, ଏବେ ମୁଁ ବୁଝିପାରିଛି, ତୁମର କାର୍ଯ୍ୟ ବହୁତ ବଡ଼। ତୁମେ ସମଗ୍ର ସଂସାରର ରକ୍ଷା କରିବାକୁ ହେବ। କୃଷ୍ଣଙ୍କ ଆଖିରେ ଅଶ୍ରୁ ଆସିଗଲା। ରାଧେ, ମୋର ସବୁଠାରୁ ବଡ଼ ଦୁଃଖ ଏହି ଯେ ମୁଁ ତୁମ ସହ ବିବାହ କରିପାରୁନାହିଁ। କିନ୍ତୁ ଏହା ଜାଣି ରଖ ଯେ ତୁମ ବିନା ମୁଁ ଅଧୁରା। ରାଧା ବିନା କୃଷ୍ଣର କୌଣସି ଅସ୍ତିତ୍ୱ ନାହିଁ। ରାଧା ହସି ଦେଇ କହିଲେ, କାହ୍ନା, ପ୍ରେମ କେବଳ ବିବାହରେ ବାନ୍ଧି ହୁଏ ନାହିଁ। ଆମର ପ୍ରେମ ଏହାଠାରୁ ବହୁତ ମହାନ। ଏହା ଶରୀରର ନୁହେଁ, ଆତ୍ମାର ପ୍ରେମ। ସେହିଦିନ ଆସିଗଲା ଯାହାର ଭୟ ଥିଲା। ଶ୍ରୀକୃଷ୍ଣଙ୍କୁ ମଥୁରା ଯିବାକୁ ହେଲା। ଅକ୍ରୂର ତାଙ୍କୁ ନେବାକୁ ଆସିଥିଲେ। ସମସ୍ତ ବ୍ରଜବାସୀ କାନ୍ଦୁଥିଲେ। ନନ୍ଦ ଓ ଯଶୋଦାଙ୍କ ଆଖିରୁ ଅଶ୍ରୁ ଝରୁଥିଲା, କିନ୍ତୁ ସବୁଠାରୁ ଅଧିକ ଦୁଃଖୀ ଥିଲେ ରାଧା। କୃଷ୍ଣ ରାଧାଙ୍କ ସହ ଏକାନ୍ତରେ ମିଳିବାକୁ ଇଚ୍ଛା ପ୍ରକାଶ କଲେ। ଯମୁନା କୂଳରେ, ସେହି ସ୍ଥାନରେ ଯେଉଁଠାରେ ସେମାନେ ପ୍ରଥମେ ମିଳିଥିଲେ, ଦୁହେଁ ଛିଡ଼ା ହୋଇଥିଲେ। ରାଧେ, କୃଷ୍ଣଙ୍କ ସ୍ୱରରେ ଦୁଃଖ ଥିଲା, ମୁଁ ଯାଉଛି, ଜାଣିନାହିଁ କେବେ ଫେରିପାରିବି। ରାଧା କୃଷ୍ଣଙ୍କ ହାତକୁ ନିଜ ହାତରେ ଧରିଲେ। କାହ୍ନା, ତୁମକୁ ଯିବାକୁ ହେବ, ଏହା ତୁମର ଧର୍ମ। କିନ୍ତୁ ଗୋଟିଏ ପ୍ରତିଶ୍ରୁତି ଦିଅ, ତୁମେ ମୋତେ କେବେ ଭୁଲିବ ନାହିଁ। ରାଧେ, ମୁଁ ତୁମକୁ କିପରି ଭୁଲି ପାରିବି? ତୁମେ ମୋ ଶ୍ୱାସରେ ବାସ କରୁଛ, ମୋ ହୃଦୟର ଧଡ଼କନରେ ଅଛ। ଯେତେବେଳେ ମୁଁ ବଂଶୀ ବଜାଇବି, ତାରେ ତୁମର ନାମ ହିଁ ରହିବ। ରାଧାଙ୍କ ଆଖିରୁ ଅଶ୍ରୁ ଝରିଥିଲା। କାହ୍ନା, ମୁଁ ମଧ୍ୟ ତୁମର ଅପେକ୍ଷା କରିବି, ଜନ୍ମ ଜନ୍ମ ପର୍ଯ୍ୟନ୍ତ ଅପେକ୍ଷା କରିବି। କୃଷ୍ଣ ରାଧାଙ୍କ କପାଳରେ ଏକ ପ୍ରେମପୂର୍ଣ୍ଣ ଚୁମ୍ବନ ଦେଲେ। ରାଧେ, ଏହା ବିଦାୟ ନୁହେଁ, ଏହା କେବଳ ଶରୀରର ବିଚ୍ଛେଦ। ଆତ୍ମା ତ ସବୁବେଳେ ସାଙ୍ଗରେ ରହିବ। ରଥ ଆସିଗଲା। ଅକ୍ରୂର ଅପେକ୍ଷା କରୁଥିଲେ। କୃଷ୍ଣଙ୍କୁ ଯିବାକୁ ହେଲା। ସେ ରଥରେ ବସିଲେ ଓ ପଛକୁ ଫେରି ରାଧାକୁ ଚାହିଁଲେ। ରାଧା ସେଠାରେ ଛିଡ଼ା ହୋଇଥିଲେ, ହାତ ହଲାଉଥିଲେ। ରଥ ଚାଲିଲା। ଧୀରେ ଧୀରେ ବ୍ରଜଭୂମି ଛାଡ଼ି ଯାଉଥିଲା। କୃଷ୍ଣଙ୍କ ଆଖିରୁ ଅଶ୍ରୁ ଝରୁଥିଲା। ସେ ଜାଣୁଥିଲେ ଯେ ଏହା ଅନ୍ତିମ ବିଦାୟ। ମଥୁରା ପହଞ୍ଚି କୃଷ୍ଣ କଂସର ବଧ କଲେ। ଉଗ୍ରସେନଙ୍କୁ ରାଜଗାଦିରେ ବସାଇଲେ, କିନ୍ତୁ ତାଙ୍କର ମନ ସବୁବେଳେ ରାଧାଙ୍କ ସ୍ମୃତିରେ ବୁଡ଼ି ରହୁଥିଲା। ରାତିରେ ଯେତେବେଳେ ସେ ଏକା ହେଉଥିଲେ, ବଂଶୀ ବଜାଉଥିଲେ ଓ ରାଧାଙ୍କୁ ମନେ ପକାଉଥିଲେ। ରାଧେ, ତୁମେ କେଉଁଠାରେ ଅଛ? କ'ଣ କରୁଛ? ତୁମେ ମଧ୍ୟ ମୋତେ ମନେ ପକାଉଛ କି? କୃଷ୍ଣ ମନେ ମନେ ପଚାରୁଥିଲେ। ଅନ୍ୟପଟେ ବର୍ଷାନରେ ରାଧାଙ୍କର ବିବାହ ରାୟଣଙ୍କ ସହ ହୋଇଗଲା, କିନ୍ତୁ ତାଙ୍କର ମନ ସବୁବେଳେ କୃଷ୍ଣଙ୍କଠାରେ ଲାଗି ରହୁଥିଲା। ରାତିରେ ସେ ଛାତ ଉପରେ ଯାଇ ଆକାଶ ଆଡ଼କୁ ଚାହୁଁଥିଲେ ଓ କୃଷ୍ଣଙ୍କ ସହ କଥା ହେଉଥିଲେ। କାହ୍ନା, ତମେ କେଉଁଠାରେ ଅଛ? କେମିତି ଅଛ? ତୁମେ ମଧ୍ୟ ମୋତେ ମନେ ପକାଉଛ କି? ରାଧା ଅଶ୍ରୁ ଝରାଇ ପଚାରୁଥିଲେ। ଗୋଟିଏ ଦିନ କୃଷ୍ଣଙ୍କ ପାଖକୁ ଏକ ପତ୍ର ଆସିଲା। ବିଦର୍ଭ ରାଜ୍ୟର ରାଜକୁମାରୀ ରୁକ୍ମିଣୀଙ୍କର ପତ୍ର। ତାରେ ଲେଖାଥିଲା, ହେ କୃଷ୍ଣ, ମୁଁ ତୁମ ବିଷୟରେ ଶୁଣିଛି। ତୁମର ବୀରତ୍ୱ
ତୁମର ଦୟାଳୁତା ବିଷୟରେ ଶୁଣିଛି। ମୁଁ ତୁମ ସହ ବିବାହ କରିବାକୁ ଚାହୁଁଛି, କିନ୍ତୁ ମୋ ଭାଇ ରୁକ୍ମୀ ମୋ ବିବାହ ଶିଶୁପାଳଙ୍କ ସହ ସ୍ଥିର କରିଛନ୍ତି। ଦୟାକରି ମୋତେ ଏହି ବିପଦରୁ ରକ୍ଷା କର। କୃଷ୍ଣ ପତ୍ରଟି ପଢ଼ିଲେ। ତାଙ୍କ ମନରେ ରାଧାଙ୍କ ସ୍ମୃତି ଥିଲା। ରାଧେ, ଯଦି ତୁମେ ଏଠାରେ ଥାଆନ୍ତ ତୁମେ କ'ଣ କରିଥାନ୍ତ? ମୁଁ କ'ଣ କରିବି? ତାପରେ ତାଙ୍କୁ ରାଧାଙ୍କ ସ୍ୱର ଶୁଭିଲା। କାହ୍ନା, ତୁମର ଧର୍ମ ହେଉଛି ଅସହାୟଙ୍କ ସାହାଯ୍ୟ କରିବା। ରୁକ୍ମଣୀ ମଧ୍ୟ ମୋ ପରି ପ୍ରେମ ଚାହୁଁଛନ୍ତି, ତାଙ୍କୁ ସାହାଯ୍ୟ କର। କୃଷ୍ଣ ରୁକ୍ମଣୀଙ୍କୁ ହରଣ କଲେ ଓ ତାଙ୍କ ସହ ବିବାହ କଲେ। କିନ୍ତୁ ବିବାହ ଦିନ ମଧ୍ୟ ତାଙ୍କର ମନ ରାଧାଙ୍କ ସ୍ମୃତିରେ ବୁଡ଼ି ରହିଥିଲା। ରୁକ୍ମଣୀ ଜଣେ ବୁଝଳି ସ୍ତ୍ରୀ ଥିଲେ। ସେ କୃଷ୍ଣଙ୍କ ମନରେ ରାଧାଙ୍କ ପ୍ରେମକୁ ଅନୁଭବ କରିଥିଲେ। ଗୋଟିଏ ଦିନ ସେ କୃଷ୍ଣଙ୍କୁ କହିଲେ, ସ୍ୱାମୀ, ମୁଁ ଜାଣେ ତୁମର ହୃଦୟ ଅନ୍ୟ ଜଣଙ୍କ ପାଇଁ ଧଡ଼କୁଛି। ମୁଁ ତୁମ ସହ ବିବାହ କରିଛି, କିନ୍ତୁ ମୁଁ ତୁମର ପ୍ରେମର ପ୍ରତିଯୋଗିତା କରିବାକୁ ଚାହୁଁନାହିଁ। କୃଷ୍ଣଙ୍କ ଆଖିରେ ଅଶ୍ରୁ ଆସିଗଲା। ରୁକ୍ମଣୀ, ତମେ ବହୁତ ମହାନ। ହଁ, ମୋ ହୃଦୟ ରାଧାଙ୍କ ପାଇଁ ଧଡ଼କୁଛି, କିନ୍ତୁ ତୁମେ ମଧ୍ୟ ମୋ ପାଇଁ ସମାନ ଓ ସ୍ନେହର ଅଧିକାରିଣୀ। କାଲ୍ୟବଣର ଆକ୍ରମଣ କାରଣରୁ କୃଷ୍ଣଙ୍କୁ ମଥୁରା ଛାଡ଼ି ଦ୍ୱାରିକା ଯିବାକୁ ହେଲା। ସେଠାରେ ସେ ଏକ ସୁନ୍ଦର ନଗର ସ୍ଥାପନ କଲେ। ଅନେକ ରାଜକୁମାରୀଙ୍କ ସହ ତାଙ୍କର ବିବାହ ହେଲା। ସତ୍ୟଭାମା, ଜାମ୍ବବତୀ ଓ ଅନ୍ୟ ରାଜକୁମାରୀମାନେ ତାଙ୍କର ପତ୍ନୀ ହେଲେ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ କୃଷ୍ଣଙ୍କ ମନ ସବୁବେଳେ ରାଧାଙ୍କ ସ୍ମୃତିରେ ବୁଡ଼ି ରହୁଥିଲା। ରାତିରେ ଯେତେବେଳେ ସମସ୍ତେ ଶୋଇପଡ଼ୁଥିଲେ, ସେ ସମୁଦ୍ର କୂଳକୁ ଯାଇ ବଂଶୀ ବଜାଉଥିଲେ ଓ ରାଧାଙ୍କୁ ମନେ ପକାଉଥିଲେ। ରାଧେ, ଏଠାରେ ସବୁ କିଛି ଅଛି, ମହଲ, ଧନ ସମ୍ପଦ, ସେବକ, କିନ୍ତୁ ତୁମ ବିନା ସବୁ ଖାଲି ଲାଗୁଛି। ତୁମ ବିନା ମୁଁ ଅଧୁରା। ଦ୍ୱାରକାର ରାଣୀମାନେ କୃଷ୍ଣଙ୍କର ଏହି ଦୁଃଖକୁ ବୁଝୁଥିଲେ। ସେମାନେ ଜାଣୁଥିଲେ ଯେ କୃଷ୍ଣଙ୍କର ସଚ୍ଚା ପ୍ରେମ ରାଧାଙ୍କ ସହ, ତେଣୁ ସେମାନେ କେବେ ଏହା ନେଇ ଅଭିଯୋଗ କରୁନଥିଲେ। କୁରୁକ୍ଷେତ୍ର ମଇଦାନରେ ଯେତେବେଳେ ଅର୍ଜୁନ ଧନୁ ରଖିଦେଇ କହିଲେ ଯେ ସେ ଯୁଦ୍ଧ କରିବେ ନାହିଁ, ସେତେବେଳେ କୃଷ୍ଣ ଗୀତାର ଉପଦେଶ ଦେଇଥିଲେ। ସେହି ସମୟରେ ମଧ୍ୟ ତାଙ୍କର ମନରେ ରାଧାଙ୍କ ସ୍ମୃତି ଥିଲା। ରାଧେ, ତୁମେ କହୁଥିଲ ଯେ ମୋର କାମ ହେଉଛି ଧର୍ମର ସ୍ଥାପନା। ଆଜି ସେହି ସମୟ ଆସିଛି। ମୋତେ ଅର୍ଜୁନଙ୍କୁ କର୍ତ୍ତବ୍ୟର ପାଠ ପଢ଼ାଇବାକୁ ହେବ। ଗୀତାରେ କୃଷ୍ଣ କହିଲେ, ହେ ଅର୍ଜୁନ, କର୍ମ କରିବା ତୁମର ଅଧିକାର, ଫଳର ଚିନ୍ତା କର ନାହିଁ। ଏହା ତାଙ୍କ ନିଜ ଜୀବନର ମଧ୍ୟ ଏକ ସିଦ୍ଧାନ୍ତ ଥିଲା। ସେ ନିଜର କର୍ତ୍ତବ୍ୟ ପାଳନ କରିଥିଲେ, ଯଦିଓ ଏଥିପାଇଁ ତାଙ୍କୁ ରାଧାଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିଥିଲା। ଯୁଦ୍ଧ ସମୟରେ ଗୋଟିଏ ରୀତି କୃଷ୍ଣ ଏକା ବସିଥିଲେ। ତାଙ୍କୁ ଲାଗିଲା ଯେମିତି ରାଧା ତାଙ୍କ ପାଖକୁ ଆସିଛନ୍ତି। କାହ୍ନା, ତୁମର ଏହି କାର୍ଯ୍ୟ ଧର୍ମ ପାଇଁ। ମୁଁ ତୁମ ସହ ଅଛି, ସବୁବେଳେ ରହିବି। କୃଷ୍ଣଙ୍କ ଆଖିରୁ ଅଶ୍ରୁ ଝରି ପଡ଼ିଲା। ରାଧେ, ତୁମେ ସତ୍ୟରେ ଆସିଛ ନା? ଏହା ମୋର ଭ୍ରମ? କାହ୍ନା, ପ୍ରେମ କେବେ ଭ୍ରମ ହୁଏ ନାହିଁ। ମୁଁ ତୁମ ହୃଦୟରେ ଅଛି, ତୁମ ବିଶ୍ୱାସରେ ଅଛି। ମହାଭାରତ ଯୁଦ୍ଧ ପରେ ଗୋଟିଏ ଦିନ କୃଷ୍ଣଙ୍କର ମନ ବହୁତ ବ୍ୟାକୁଳ ହେଲା। ସେ ଭାବିଲେ, କାହିଁକି ନା ଆଉ ଥରେ ବ୍ରଜଭୂମି ଯାଇ ରାଧାଙ୍କୁ ମିଳାଯାଏ। ସେ ଗୁପ୍ତ ରୂପେ ଦ୍ୱାରକାରୁ ବାହାରି ବୃନ୍ଦାବନ ଆଡ଼କୁ ଚାଲିଲେ। ଯେତେବେଳେ ସେ ବୃନ୍ଦାବନ ପହଞ୍ଚିଲେ, ଦେଖିଲେ ସବୁ କିଛି ବଦଳି ଯାଇଛି। ସେହି ଗଳିଗୁଡ଼ିକ, ସେହି ଘର, ଯମୁନାର କୂଳ ସବୁ ପୁରୁଣା ଲାଗୁଥିଲା। ଅନେକ ଚେହେରା ଏବେ ଦେଖାଯାଉନଥିଲା। ସେ ଜଣେ ବୃଦ୍ଧ ଗୋପୀଙ୍କୁ ପଚାରିଲେ, ମାତା, ରାଧା କେଉଁଠାରେ ଅଛନ୍ତି? ବୃଦ୍ଧ ଗୋପୀ ତାଙ୍କୁ ଚିହ୍ନି ପାରିଲେ। କହ୍ନେୟା, ତୁମେ ଆସିଗଲ। ରାଧା ତ ଏବେ ଏହି ସଂସାରରେ ନାହାନ୍ତି। ସେ ତୁମକୁ ଅପେକ୍ଷା କରି କରି ପ୍ରାଣ ତ୍ୟାଗ କରିଦେଇଛନ୍ତି। କୃଷ୍ଣଙ୍କର ହୃଦୟ ଭାଙ୍ଗିଗଲା। କ'ଣ କହୁଛ ମାଇଁ? ରାଧା ନାହାନ୍ତି? ହଁ କହ୍ନେୟା, ରାଧା ପ୍ରତିଦିନ ଯମୁନା କୂଳରେ ବସି ତୁମର ଅପେକ୍ଷା କରୁଥିଲେ। ତୁମର ବଂଶୀର ସ୍ୱର ଶୁଣିବା ପାଇଁ କାନ ଲଗାଇ ରହୁଥିଲେ। ଶେଷରେ ଗୋଟିଏ ଦିନ ସେହି ଯମୁନା କୂଳରେ ସେ ପ୍ରାଣ ତ୍ୟାଗ କଲେ। ତାଙ୍କର ଅନ୍ତିମ ଶବ୍ଦ ଥିଲା, କାହ୍ନା, ମୁଁ ଆସୁଛି। କୃଷ୍ଣ ସେହି ମାଟି ଉପରେ ବସି ପଡ଼ିଲେ। ତାଙ୍କ ଆଖିରୁ ଅଶ୍ରୁର ଧାର ବହି ଚାଲିଲା। ଯମୁନାର ସେହି କୂଳରେ ଯେଉଁଠାରେ ରାଧା ପ୍ରାଣ ତ୍ୟାଗ କରିଥିଲେ, କୃଷ୍ଣ ରାତି ସାରା ବସି ରହିଲେ। ମଧ୍ୟରାତ୍ରିରେ ହଠାତ୍ ସେଠାରେ ଏକ ଦିବ୍ୟ ଆଲୋକ ବ୍ୟାପିଗଲା। କାହ୍ନା, ଏକ ମଧୁର ସ୍ୱର ଗୁଞ୍ଜି ଉଠିଲା। କୃଷ୍ଣ ଆଖି ଉଠାଇ ଚାହିଁଲେ ଓ ଦେଖିଲେ ରାଧା ତାଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି। କିନ୍ତୁ ଏହି ରାଧା ଅଲଗା ଥିଲେ, ଦିବ୍ୟ, ଚମକଦାର, ଅଲୌକିକ। ରାଧେ, କୃଷ୍ଣଙ୍କ ସ୍ୱର କମ୍ପୁଥିଲା। ହଁ କାହ୍ନା, ମୁଁ ଅଛି।
ମୁଁ ତୁମର ଅପେକ୍ଷା କରୁଥିଲି। କିନ୍ତୁ ରାଧେ, ତୁମେ ଶରୀର କାହିଁକି ତ୍ୟାଗ କଲ? ମୁଁ ତ ଆସୁଥିଲି। ରାଧା ମୁସ୍କାନ ଦେଇ କହିଲେ, କାହ୍ନା, ଶରୀର ନଶ୍ୱର, କିନ୍ତୁ ଆମର ପ୍ରେମ ଅମର। ମୁଁ ଶରୀର ତ୍ୟାଗ କରି ମୋର ମୂଳ ରୂପକୁ ଫେରିଛି। ଏବେ ମୁଁ ଗୋଲକରେ ତୁମର ଅପେକ୍ଷା କରୁଛି। ରାଧେ, ମୁଁ ମଧ୍ୟ ତୁମ ସହ ଆସିବାକୁ ଚାହୁଁଛି। ନା କାହ୍ନା, ଏବେ ତୁମର କାର୍ଯ୍ୟ ଅଧୁରା। ତୁମେ ଯଦୁବଂଶର ଅନ୍ତ ଦେଖିବାକୁ ହେବ। ତୁମେ ନିଜର ଲୀଳା ସମ୍ପୂର୍ଣ୍ଣ କରିବାକୁ ହେବ। ଯେତେବେଳେ ତୁମର ସମୟ ଆସିବ, ତୁମେ ଗୋଲକ ଆସିଯିବ। ମୁଁ ଅପେକ୍ଷା କରିବି। ଆଉ କେତେ ଦିନ ରାଧେ? କାହ୍ନା, ସମୟର ଗଣନା କର ନାହିଁ। ପ୍ରେମରେ ସମୟର କୌଣସି ମହତ୍ଵ ନାହିଁ। ରାଧା ଧୀରେ ଧୀରେ ଅଦୃଶ୍ୟ ହେବାକୁ ଲାଗିଲେ। କାହ୍ନା, ମନେ ରଖ, ରାଧା ବିନା କୃଷ୍ଣ ଅଧୁରା ଓ କୃଷ୍ଣ ବିନା ରାଧା ଅଧୁରା। ଆମର ପ୍ରେମ ଅନନ୍ତ। କୃଷ୍ଣ ହାତ ବଢ଼ାଇଲେ, କିନ୍ତୁ ରାଧା ଅଦୃଶ୍ୟ ହୋଇଗଲେ। କେବଳ ତାଙ୍କର ମଧୁର ସ୍ୱର ହାୱାରେ ଗୁଞ୍ଜୁଥିଲା, ରାଧେ କୃଷ୍ଣ, ରାଧେ କୃଷ୍ଣ। ଯଦୁବଂଶର ବିନାଶ ପରେ କୃଷ୍ଣ ଏକା ଜଙ୍ଗଲକୁ ଚାଲିଗଲେ। ସେ ଜାଣୁଥିଲେ ଯେ ତାଙ୍କର ସମୟ ଆସିଗଲା। ଏକ ଗଛର ଛାଇରେ ବସି ସେ ଧ୍ୟାନମଗ୍ନ ହେଲେ। ରାଧେ, ଏବେ ମୁଁ ଆସୁଛି। ଅପେକ୍ଷା ସମାପ୍ତ। ଜରା ନାମକ ବ୍ୟାଧିର ତୀର କୃଷ୍ଣଙ୍କ ପାଦରେ ବାଜିଲା, ଯାହାକୁ ସେ ହରିଣର କାନ ବୋଲି ଭୁଲ କରିଥିଲେ। କୃଷ୍ଣ ହସିଦେଲେ, କିଛି ଅସୁବିଧା ନାହିଁ ବ୍ୟାଧ। ତୁମେ ତ କେବଳ ମୋର ଲୀଳା ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିଛ। ଯେତେବେଳେ କୃଷ୍ଣ ଶରୀର ତ୍ୟାଗ କଲେ, ଆକାଶରୁ ଦିବ୍ୟ ସଙ୍ଗୀତ ଗୁଞ୍ଜି ଉଠିଲା, ଫୁଲର ବର୍ଷା ହେଲା ଓ କୃଷ୍ଣଙ୍କର ଆତ୍ମା ସିଧା ଗୋଲକରେ ପହଞ୍ଚିଗଲା। ସେଠାରେ ରାଧା ତାଙ୍କର ଅପେକ୍ଷା କରୁଥିଲେ। ଅନନ୍ତ କାଳର ବିରହ ସମାପ୍ତ ହେଲା। ଦୁହେଁ ଏକାପଟେ ଆଲିଙ୍ଗନରେ ହଜିଗଲେ। ଏବେ ଆପଣ ପଚାରିବେ, ତେବେ ଶ୍ରୀକୃଷ୍ଣ କାହିଁକି ରାଧାଙ୍କ ସହ ବିବାହ କଲେ ନାହିଁ? ଏହାର ଉତ୍ତର ବହୁତ ଗଭୀର। ପ୍ରଥମ କାରଣ ଥିଲା ଶ୍ରୀଦାମଙ୍କର ଅଭିଶାପ। ଗୋଲକରେ ରାଧାଙ୍କର କ୍ରୋଧ କାରଣରୁ ଶ୍ରୀଦାମ ସେମାନଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ ପୃଥିବୀରେ ବିବାହ କରିବେ ନାହିଁ। ଦ୍ୱିତୀୟ କାରଣ ଥିଲା ସମାଜର ବ୍ୟବସ୍ଥା। ରାଧାଙ୍କର ବାଗଦାନ ହୋଇସାରିଥିଲା। ସେହି ସମୟର ସାମାଜିକ ମର୍ଯ୍ୟାଦାରେ ଏହା ସମ୍ଭବ ନଥିଲା। ତୃତୀୟ କାରଣ ଥିଲା କୃଷ୍ଣଙ୍କର ଦୈବୀ ଉଦ୍ଦେଶ୍ୟ। ତାଙ୍କୁ ଧର୍ମର ସ୍ଥାପନା କରିବାକୁ ହେଉଥିଲା, ଅଧର୍ମୀମାନଙ୍କର ବଧ କରିବାକୁ ହେଉଥିଲା। ଏଥିପାଇଁ ତାଙ୍କୁ ରାଜନୈତିକ ସମ୍ପର୍କ ଗଢ଼ିବାକୁ ପଡ଼ିଥିଲା, ଯେଉଁଥିପାଇଁ ବିବାହ ଏକ ମାଧ୍ୟମ ଥିଲା। କିନ୍ତୁ ସବୁଠାରୁ ବଡ଼ କାରଣ ଥିଲା ତାଙ୍କର ପ୍ରେମ। ଏତେ ଶୁଦ୍ଧ ଓ ପବିତ୍ର ଥିଲା ଯେ ତାହା ବିବାହର ବନ୍ଧନ ଠାରୁ ମଧ୍ୟ ମହାନ ଥିଲା। ବିବାହ ହେଉଛି ଶରୀରର ମିଳନ, କିନ୍ତୁ ରାଧାକୃଷ୍ଣଙ୍କର ପ୍ରେମ ଥିଲା ଆତ୍ମାର ମିଳନ। ରାଧାକୃଷ୍ଣଙ୍କର ପ୍ରେମ ଆମକୁ ଶିଖାଏ ଯେ ସଚ୍ଚା ପ୍ରେମ ସ୍ୱାର୍ଥମୁକ୍ତ ହୋଇଥାଏ। ରାଧା କେବେ କହିନଥିଲେ, ତୁମେ ମୋ ସହ ବିବାହ କର। ସେ କୃଷ୍ଣଙ୍କର କର୍ତ୍ତବ୍ୟକୁ ବୁଝିଥିଲେ ଓ ତାଙ୍କର ସାଙ୍ଗ ହୋଇଥିଲେ। ଏହି ପ୍ରେମ ଶିଖାଏ ଯେ ପ୍ରେମରେ ତ୍ୟାଗ ଥାଏ। କୃଷ୍ଣ ନିଜର ବ୍ୟକ୍ତିଗତ ଖୁସିକୁ ଧର୍ମ ପାଇଁ ତ୍ୟାଗ କରିଥିଲେ। ରାଧା ନିଜର ବ୍ୟକ୍ତିଗତ ଇଚ୍ଛାକୁ କୃଷ୍ଣଙ୍କର କଲ୍ୟାଣ ପାଇଁ ତ୍ୟାଗ କରିଥିଲେ। ଏହି ପ୍ରେମ ଶିଖାଏ ଯେ ସଚ୍ଚା ପ୍ରେମ ସମୟ ଓ ସ୍ଥାନର ସୀମାଠାରୁ ମୁକ୍ତ। ରାଧା ଓ କୃଷ୍ଣ ଯଦିଓ ଶାରୀରିକ ରୂପେ ଅଲଗା ରହିଥିଲେ, ଆତ୍ମିକ ରୂପେ ସେମାନେ ସବୁବେଳେ ଏକାଠି ଥିଲେ। ଏହି ପ୍ରେମ ଶିଖାଏ ଯେ ପ୍ରେମରେ ଧୈର୍ଯ୍ୟ ଥାଏ। ରାଧା ଜନମ ଜନମ ପର୍ଯ୍ୟନ୍ତ କୃଷ୍ଣଙ୍କର ଅପେକ୍ଷା କରିଥିଲେ। କୃଷ୍ଣ ମଧ୍ୟ ରାଧାଙ୍କୁ କେବେ ଭୁଲି ନଥିଲେ। ଆଜି ମଧ୍ୟ ଯେତେବେଳେ ଆମେ ରାଧେ କୃଷ୍ଣ କହୁଛୁ, ରାଧାଙ୍କର ନାମ ପ୍ରଥମେ ଆସୁଛି। ଏହା ଏହି କଥାର ପ୍ରମାଣ ଯେ କୃଷ୍ଣ ରାଧାଙ୍କୁ କେତେ ସମ୍ମାନ ଦେଉଥିଲେ। ଯଦିଓ ସେ ରାଧାଙ୍କ ସହ ବିବାହ କରିନଥିଲେ, କିନ୍ତୁ ସେ ରାଧାଙ୍କୁ ନିଜ ନାମରେ ଅମର କରିଦେଇଥିଲେ। ଏହି କାହାଣୀ ଆମକୁ ଶିଖାଏ ଯେ ପ୍ରେମ କେବଳ ବିବାହରେ ସୀମିତ ନୁହେଁ। ସଚ୍ଚା ପ୍ରେମ ହେଉଛି ଆତ୍ମାରୁ ଆତ୍ମାର ମିଳନ, ଯାହା ଶରୀରର ମୃତ୍ୟୁ ପରେ ମଧ୍ୟ ଜୀବିତ ରହେ। ରାଧାକୃଷ୍ଣଙ୍କର ପ୍ରେମ ଆଜି ମଧ୍ୟ ପ୍ରାସଙ୍ଗିକ। ଆଜିର ଯୁଗରେ ଯେତେବେଳେ ପ୍ରେମକୁ କେବଳ ଶାରୀରିକ ଆକର୍ଷଣ ବୋଲି ବୁଝାଯାଉଛି, ରାଧାକୃଷ୍ଣଙ୍କର ପ୍ରେମ ଆମକୁ ଶିଖାଏ ଯେ ସଚ୍ଚା ପ୍ରେମ ଆଧ୍ୟାତ୍ମିକ। ଯେତେବେଳେ ଆମେ କାହା ସହ ସଚ୍ଚା ପ୍ରେମ କରୁଛୁ, ଆମେ ତାଙ୍କର ଖୁସିକୁ ନିଜର ଖୁସି ବୋଲି ଭାବୁଛୁ। ଆମେ ତାଙ୍କର କଲ୍ୟାଣ ପାଇଁ ନିଜର ତ୍ୟାଗ କରିବାକୁ ପ୍ରସ୍ତୁତ ରହୁଛୁ। ଏହା ହିଁ ରାଧା ଓ କୃଷ୍ଣ କରିଥିଲେ। ତେଣୁ ଶ୍ରୀକୃଷ୍ଣ ରାଧାଙ୍କ ସହ ବିବାହ କରିନଥିଲେ, କିନ୍ତୁ ସେ ଏମିତି କିଛି କରିଥିଲେ ଯାହା ବିବାହ ଠାରୁ ମଧ୍ୟ ମହାନ। ସେ ନିଜର ପ୍ରେମକୁ ଅମର କରିଦେଇଥିଲେ।
ଆଜି ହଜାର ହଜାର ବର୍ଷ ପରେ ମଧ୍ୟ ଯେତେବେଳେ ଆମେ ରାଧାକୃଷ୍ଣଙ୍କର କାହାଣୀ ଶୁଣୁଛୁ, ଆମ ଆଖିରୁ ଅଶ୍ରୁ ଝରି ପଡ଼ୁଛି। ଏହା ହିଁ ରାଧାକୃଷ୍ଣଙ୍କର ପ୍ରେମର ମହାନତା। ଏହା ହିଁ ତାଙ୍କର ବିବାହ ନ କରିବାର ଅଶ୍ଳୀ ରହସ୍ୟ। ପ୍ରେମ କେବଳ ପ୍ରେମ, ଶୁଦ୍ଧ, ନିଷ୍କଳଙ୍କ, ଅନନ୍ତ ପ୍ରେମ। ପ୍ରିୟ ଭକ୍ତମାନେ, ଆମେ ଆଶା କରୁଛୁ ଯେ ଏହି କଥା ଆପଣଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଥିବ। ଦୟାକରି ଏହାକୁ ଲାଇକ୍ କରନ୍ତୁ ଓ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେୟାର କରନ୍ତୁ। ଆପଣଙ୍କର ଶ୍ରଦ୍ଧାଭାବକୁ କମେଣ୍ଟ ସେକ୍ସନରେ ଜୟ ଶ୍ରୀକୃଷ୍ଣ ଲେଖି ପ୍ରକାଶ କରନ୍ତୁ। ଏହି କଥାକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ରାଧେ କୃଷ୍ଣ, ରାଧେ କୃଷ୍ଣ, ରାଧେ କୃଷ୍ଣ।